ଟିକେ ଟିକେ ଖାଲି ମୋ ଗୋଡ଼ରେ ଟିକେ ଠକ୍ଠାକ୍ ନେଇଯାଇଥାଉ ଫାଳ ଫାଳ। ଦେଖନ୍ତୁ ମାଙ୍କର ଆମର ଏଠି ପୂଜା 1872 ମସିହାରୁ ଆରମ୍ଭ ହୋଇଛି। ତା ପୂର୍ବରୁ ମାଙ୍କର କାଳୀଙ୍କର ପୂଜା ହେଉଥିଲା ଅସ୍ଥାୟୀ ମଣ୍ଡପରେ, କିନ୍ତୁ ଏ ସ୍ଥାୟୀ ମଣ୍ଡପରେ 1872 ମସିହାରୁ ମା ଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଛି ଏବଂ ସମ୍ଭବତଃ 1955 ମସିହାରେ ଆମର ପ୍ରଥମ ଚାନ୍ଦି ମେଢ଼ ହୋଇଥିଲା, କିନ୍ତୁ ସେ ବର୍ଷ ଅତ୍ୟଧିକ ବନ୍ୟା ହୋଇଥିବା କାରଣରୁ ଆମର ସେ ବର୍ଷ ଆଉ ଚାନ୍ଦି ମେଢ଼ ଲାଗିନଥିଲା। 1956 ମସିହାରେ ପ୍ରଥମ ଥର ପାଇଁ ସାରା ଭାରତବର୍ଷରେ ପ୍ରଥମ ଚାନ୍ଦି ମେଢ଼ ଭାବରେ ମାଙ୍କର ସୁଖ୍ୟାତି ରହିଛି ଏବଂ ତାହା ମଧ୍ୟ ବହୁତ ଲୋକଙ୍କ ଦ୍ୱାରା ଆଦୃତ ବର୍ତ୍ତମାନ ସୁଦ୍ଧା ଅଛି। କଟକ ଯେହେତୁ ତାରକସି କାମରେ ପ୍ରସିଦ୍ଧ ଏବଂ ଏଇ ଯେଉଁ ଚାନ୍ଦି ମେଢ଼କୁ ସମସ୍ତେ ଆଦୃତ କରିବା ଫଳରେ ବର୍ତ୍ତମାନ କଟକ ସହରର ପ୍ରାୟ 34ଟି ମେଢ଼ ଚାନ୍ଦିରେ ହୋଇସାରିଲାଣି। ତେଣୁ ଆମର ପୂର୍ବ ମୁରବୀମାନେ ଏ ଚାନ୍ଦି ମେଢ଼କୁ ଟିକେ ଡାଇଭର୍ଟ କରିଲେ ସୁନା ମେଢ଼କୁ। ତେଣୁ ଆମେମାନେ ସମସ୍ତେ ବର୍ତ୍ତମାନ ଆମ ଚାନ୍ଦି ମେଢ଼ଟାକୁ ସୁନା ମେଢ଼ରେ ପରିଣତ କରିବାକୁ ଆମେ କାର୍ଯ୍ୟ ଆରମ୍ଭ କରିଛୁ। ମାଙ୍କର ସବୁ ମକୁଟ ଗହଣା ଏବଂ ଯେଉଁ ଚମ୍ପା ହାର ସବୁ ପାର୍ଶ୍ୱ ଦେବାଦେବୀଙ୍କର ହାର ମକୁଟ ସବୁ ସୁନାର ହୋଇସାରିଛି। ବର୍ତ୍ତମାନ ମେଢ଼ର ଉପର ଭାଗ ଓଁଟା ମଧ୍ୟ ସୁନାର ସରିଛି। ବାକି ମେଢ଼ରେ ଯେଉଁ ଆମର ସୁନା ମୟୂର କଲିକା ଅଛି, ସେ କଲିକା ଗତ ବର୍ଷ ସୁଦ୍ଧା 9ଟି ଆମର ହୋଇଥିଲା। ଚଳିତ ବର୍ଷ ଆଉ 2ଟି ଆମେ କଲିକା ବୃଦ୍ଧି କରିଛୁ। ସୁନା ଅଳଙ୍କାର ତ ଆମର ସେମିତି ଆକୁରେଟ୍ ଆମେ ହିସାବ ଆଜି ଯାକେ କରିନୁ, ତଥାପି ଅନ୍ଦାଜ ଆମର ପ୍ରାୟ ପାଖାପାଖି 25ରୁ 30 କିଲୋ ସୁନା ମାଙ୍କ ମେଢ଼ରେ ଆଉ ମାଙ୍କ ଅଳଙ୍କାରରେ ଲାଗିଯାଇଛି।